ଆଜିର ଭିଡ଼ିଓରେ ନାମ ଦିଆଯାଏ କାହିଁକି, ନାମ ଦେବାର ମହାତ୍ମ୍ୟ କ'ଣ? ତେଣୁ ନାମ ସମସ୍ତଙ୍କର ରହିଛି, କାହିଁକି ଦିଆଯାଏ ସେ ସମ୍ବନ୍ଧରେ ଏ ଭିଡ଼ିଓରୁ ଜାଣିବା। ତେଣୁ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ନାମରେ ସାରା ସୃଷ୍ଟି ଚାଲୁଛି। ନାମ ନଥିଲେ କୌଣସି ବସ୍ତୁର ଅସ୍ତିତ୍ୱ ନଥାନ୍ତା। ସେ ସଜୀବ ହେଉ କି ନିର୍ଜୀବ ହେଉ, ଆକାଶ ପାତାଳ, ମୃତ୍ୟୁଲୋକ କିମ୍ବା ଦେବାଦେବୀ ହୁଅନ୍ତୁ, ସମସ୍ତଙ୍କର ନାମ ଅଛି। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ ଇତ୍ୟାଦି ସମସ୍ତଙ୍କର ନାମ ଅଛି। ନାମରୁ ବ୍ୟକ୍ତିବିଶେଷଙ୍କର ପରିଚୟ ମିଳିଥାଏ। ନାମରୁ ବ୍ୟକ୍ତିବିଶେଷଙ୍କର ଚିହ୍ନଟ ହୋଇଥାଏ ବା ପରିଚୟ ମିଳିଥାଏ। ବଡ଼ ବଡ଼ ଧର୍ମଗୁରୁମାନେ ନିଜର ଶିଷ୍ୟମାନଙ୍କୁ ଭବସାଗର ମୋକ୍ଷ ଲାଭ କରିବା ପାଇଁ, ପାର କରିବା ପାଇଁ ନାମ ଦାନ କରିଥାନ୍ତି। ସେହି ନିୟମ ଅନୁସାରେ ଜପ କରିବାକୁ ହୋଇଥାଏ। ପୃଥିବୀ ପୃଷ୍ଠରେ ବାସ କରୁଥିବା ମନୁଷ୍ୟ ହେଉ କିମ୍ବା ପଶୁ, ପକ୍ଷୀ, କୀଟ, ପତଙ୍ଗ ହୁଅନ୍ତୁ କିମ୍ବା ବୃକ୍ଷଲତା ଠାରୁ ଆରମ୍ଭ କରି ସମସ୍ତ ନିର୍ଜୀବ ବସ୍ତୁମାନଙ୍କର ମଧ୍ୟ ନାମ ଅଛି। କୌଣସି ବ୍ୟକ୍ତିଙ୍କୁ ଡାକିବାକୁ ହେଲେ ତାଙ୍କର ନାମ ଧରି ଡାକିବାକୁ ହୋଇଥାଏ। ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କର ଜ୍ଞାନ ହୁଏ ଯେ ମୋତେ କେହି ଡାକୁଛନ୍ତି। ଆପଣ, ହେ, ଆରେ, ଭାଇ, ଶୁଣ ବୋଲି ଦୂରରୁ କାହାକୁ ଡାକିଲେ କେହି ଆପଣଙ୍କ ପାଖକୁ ଆସିବେ ନାହିଁ। ତେଣୁ କୌଣସି ବ୍ୟକ୍ତିଙ୍କୁ ଡାକିବାକୁ ହେଲେ ନାମର ବ୍ୟବହାର କରାଯାଏ। ପୂର୍ବକାଳରେ ନାମ ଦେବାର କାର୍ଯ୍ୟକ୍ରମକୁ ନାମକରଣ ସଂସ୍କାର କହୁଥିଲେ ଏବଂ ଲୋକମାନେ ନିଜର ପିଲାମାନଙ୍କର ନାମ ଦେବା ଦେବୀଙ୍କର ନାମ ଅନୁସାରେ ପ୍ରଦାନ କରୁଥିଲେ। ଦେବାଦେବୀଙ୍କର ନାମ ଅନୁସାରେ ପ୍ରଦାନ କରୁଥିଲେ। ସାଧାରଣତଃ ମନୁଷ୍ୟମାନଙ୍କ କ୍ଷେତ୍ରରେ ଜନ୍ମ ହେବାର 21 ଦିନରେ ନାମକରଣ କରାଯାଇଥାଏ। ତେଣୁ ଆଗ କାଳରେ ଦେବାଦେବୀଙ୍କ ନାମ ଅନୁସାରେ ପିଲାମାନଙ୍କର ନାମ ପ୍ରଦାନ କରୁଥିଲେ। ଯେପରି ରାମ, କୃଷ୍ଣ, ହରି, ଶିବ, ମହାଦେବ, ରାଧେଶ୍ୟାମ, ବଳଦେବ, ଜଗନ୍ନାଥ, ଶଙ୍କର, ଚନ୍ଦ୍ରଶେଖର, ଗିରିଜାଶଙ୍କର, ପାର୍ବତୀ, ସରସ୍ୱତୀ, ସୁଭଦ୍ରା, ଲକ୍ଷ୍ମୀ, ସୀତା, ଦୁର୍ଗା, ଦୁର୍ଗାମାଧବ, ଦୁର୍ଗାଶଙ୍କର, ନାରାୟଣ, ଲକ୍ଷ୍ମଣ, ରାଧା, ଦାମୋଦର, କେଶବ ଇତ୍ୟାଦି। ନିଜ ପିଲାମାନଙ୍କର ଏହିପରି ନାମ ଦେବା ଦ୍ୱାରା ସେମାନଙ୍କ ଜ୍ଞାତ ସାରରେ ହେଉ ବା ଅଜ୍ଞାତ ସାରରେ ହେଉ ଦେବତାମାନଙ୍କର ନାମ ଦୈନିକ ସ୍ମରଣ କରୁଥିଲେ। ତେଣୁ ଏହିପରି ନାମ ଦେବାର ମହାତ୍ମ୍ୟ ରହିଛି। ନାମ ଦେବାର ଉଦ୍ଦେଶ୍ୟ ଏହିକି ଯେ ଚିହ୍ନଟ କରିବା ପାଇଁ ମଧ୍ୟ ନାମ ଦିଆଯାଇଥାଏ। ତେଣୁ ଏ ଦେବାଦେବୀଙ୍କ ନାମ ଅନୁସାରେ ନାମକରଣ କଲେ ବହୁତ ମଙ୍ଗଳ ହୋଇଥାଏ। ଆଉ ଦୈନିକ ଦେବାଦେବୀଙ୍କର ନାମ ମଧ୍ୟ ଉଚ୍ଚାରଣ ହୋଇଥାଏ, ସ୍ମରଣ ହେଉଥାଏ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ।